ଗପର ନାଁ ହେଉଛି ରାଜା ଓ ଗୁଣ୍ଡୁଚି ମୂଷା। ଜଣେ ରାଜା ଥିଲେ, ବିଦ୍ୟା ବୁଦ୍ଧିରେ ଖୁବ୍ ପାରଙ୍ଗମ। ସେତିକି ନୁହେଁ, ବାହୁବଳରେ ବି ତାଙ୍କ ସମତୁଲ ସେ ରାଇଜରେ କେହି ନଥିଲେ। ଆଉ ଧନ ସମ୍ପଦରେ ରାଜାଙ୍କୁ ବା କେଉଁ ପ୍ରଜା ବଳିଯିବ। ଦିନେ ବେଳ ରତ ରାଜା ତାଙ୍କ ବଗିଚା ଭିତରେ ବୁଲୁଥିଲେ। ସାଥିରେ ଥିଲେ ମନ୍ତ୍ରୀ। ମନ୍ତ୍ରୀ ମହାଶୟ ବୁଢ଼ା ଲୋକ ଆଉ ବଡ଼ ଜ୍ଞାନୀ ବି। ବୁଲୁ ବୁଲୁ ରାଜା କହିଲେ, ଗୋଟାଏ କଥା ପାଇଁ ମୁଁ ବଡ଼ ସୁଖୀ। ମୋ ଆଗରେ କେହି ଲୋକ କୌଣସି ବିଷୟରେ ବଡ଼େଇ କରିପାରିବ ନାହିଁ। ସବୁ ଗୁଣରେ ମୁଁ ଏ ରାଇଜରେ ସମସ୍ତଙ୍କୁ ବଳିଯିବି, ନୁହେଁ ମନ୍ତ୍ରୀ? ବୁଢ଼ା ମନ୍ତ୍ରୀ ତରୁଣ ରାଜାଙ୍କୁ ଭାରି ସ୍ନେହ କରୁଥିଲେ। ରାଜା କିଛି ପଚାରିଲେ ସେ ସଙ୍ଗେ ସଙ୍ଗେ ସୁପରାମର୍ଶ ଦେଉଥିଲେ। ରାଜା କିଛି ଠିକ୍ କଥା କହିଲେ ବା ଠିକ୍ କାମ କଲେ ସେ ସଙ୍ଗେ ସଙ୍ଗେ କଥା ବା କାମକୁ ସମର୍ଥନ କରି କିଛି କହୁଥିଲେ। ଆଉ ସେଦିନ ରାଜା ଯାହା କହିଲେ, ରାଜାଙ୍କ ମନେ ମନେ ତାହା ଖୁବ୍ ଠିକ୍ କଥା। କିନ୍ତୁ ମନ୍ତ୍ରୀ ସେ କଥାକୁ ସମର୍ଥନ କରିବା ଦୂରେ ଥାଉ, କଥାଟା ଶୁଣି ସେ ନ ଶୁଣିଲା ଭଳି ରହିଗଲେ। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କଥା କ'ଣ ମନ୍ତ୍ରୀ? ତମେ ନୀରବ ରହିଲ କାହିଁକି? ମନ୍ତ୍ରୀ ଅଳ୍ପ ହସି କହିଲେ, ରାଜା, ତୁମେ ଯେ ପ୍ରାୟ ସବୁ ଗୁଣରେ ରାଜ୍ୟରେ ସମସ୍ତଙ୍କୁ ବଳିଯିବ ସେଥିରେ ମୋର ସନ୍ଦେହ ନାହିଁ। କିନ୍ତୁ ତାହା ବୋଲି ତୁମ ଆଗରେ କେହି କେବେ କୌଣସି କଥାରେ ବଡ଼େଇ କରିବ ନାହିଁ ସେ କଥା କିଏ କହିବ? ହୁଏତ ଏମିତି କେହି ଦିନେ ବାହାରିବ ଯିଏକି ତୁମଠାରୁ ସବୁ ଗୁଣରେ ନ୍ୟୁନ ହୋଇଥିଲେ ବି ସେ କଥା ମାନିବ ନାହିଁ। ସେଥିରେ କ'ଣ କରିବ? ନିଜ ନିଜକୁ ଅନ୍ୟ କାହା ଅପେକ୍ଷା କମ୍ ବୋଲି ମାନିବାକୁ ସୁଖ ମଣନ୍ତି ନାହିଁ। କୌଣସି ନିର୍ବୋଧ ଯେତେବେଳେ କୌଣସି କଥା ବଡ଼େଇ କରିବ ସେତେବେଳେ କିଛି ନ କହି ବା ନ କରି ଚୁପ୍ ରହିଯିବା ବିଜ୍ଞତାର କାମ। ନହେଲେ ନିଜର ଶାନ୍ତି ନଷ୍ଟ ହେବ। ମନ୍ତ୍ରୀ କଥା କହୁଛନ୍ତି, ଏତିକିବେଳେ ଗୁଣ୍ଡୁଚି ମୂଷାଟି କାହିଁ ଥିଲା ଡେଇଁ ଡେଇଁ ଆସି ଗୋଟିଏ ମାର୍ବଲ ସ୍ତମ୍ଭ ଉପରେ ଚଢ଼ି ବସିଲା। ଗୁଣ୍ଡୁଚିଟି କେଉଁଠାରୁ ଜାଣି ଗୋଟେ ପଇସା ଗୋଟେଇ ଆଣିଥିଲା। ରାଜା ଓ ମନ୍ତ୍ରୀ ଯେପରି ଦେଖିପାରିବେ ସେହିପରି ଭାବରେ ସେ ତାର ଆଗ ଗୋଡ଼ ଦୁଇଟି ସାହାଯ୍ୟରେ ପଇସାଟି ଉପରକୁ ଟେକି ଧରିଲା। ରାଜା କୌତୂହଳୀ ହୋଇ ତା ଆଡ଼କୁ ଦେଖି ରହିବାର ଦେଖି ଲାଞ୍ଜ ଫୁଲାଇ ଗୁଣ୍ଡୁଚି ଗୀତ ବୋଲିଲା, ମୋର ଅଛି ଏତିକି ଧନ, ରାଜାର ଅଛି କେତେ, ଦେଖ କେମିତି ଈର୍ଷା ଭରେ ଅନାଏ ରାଜା ମୋତେ। ଏ ଗୀତ ଶୁଣି ରାଜା ଚିଡ଼ିଗଲେ। ମନ୍ତ୍ରୀ ରାଜାଙ୍କ ମନୋଭାବ ଲକ୍ଷ୍ୟ କଲେ, କିନ୍ତୁ ସେ କିଛି କହିବା ପୂର୍ବରୁ ରାଜା ଗୁଣ୍ଡୁଚି ଆଡ଼କୁ ଝପଟି ଗଲେ। ଗୁଣ୍ଡୁଚି ପଳେଇ ଗଲା, କିନ୍ତୁ ପଇସାଟି ଖସି ପଡ଼ିଲା। ରାଜା ତାକୁ ଗୋଟାଇ ନେଇ ପକେଟରେ ପୁରାଇଲେ ଓ ମନ୍ତ୍ରୀଙ୍କ ଆଡ଼କୁ ଅନାଇ ସନ୍ତୋଷ ଭରି ହସିଲେ। ମନ୍ତ୍ରୀ କିନ୍ତୁ ହସିଲେ ନାହିଁ କି କିଛି କହିଲେ ନାହିଁ। ସେ ରାତିରେ ରାଜା ଓ ମନ୍ତ୍ରୀ ଆଖପାଖ ଦେଶମାନଙ୍କର କେତେକ ରାଜଦୂତଙ୍କ ସହ ବସି ବହୁତ ବଡ଼ ବଡ଼ କଥା ଆଲୋଚନା କରୁଥିଲେ। ହଠାତ୍ ଶୁଭିଲା ସେହି ଗୁଣ୍ଡୁଚିର ଗୀତ, ଏଇ ଘୋଷଣା କରିବି ମୁହିଁ କଣ୍ଠ ଉଚ୍ଚ କରି, ମୋହରି ଧନେ ଦେଖାଇ ରାଜା ଏଡ଼ିକି ବାହାଦୁରୀ। ଦାରୁଣ କ୍ରୋଧରେ ରାଜାଙ୍କର ରକ୍ତ ତାତିଗଲା। କିନ୍ତୁ ସମ୍ମାନିତ ରାଜଦୂତମାନେ ସେଠାରେ ଥିବାରୁ ସେ କୌଣସି ମତେ କ୍ରୋଧ ଚାପି ରହିଗଲେ। ଗୁଣ୍ଡୁଚି ସ୍ତମ୍ଭରୁ ସ୍ତମ୍ଭକୁ ଡେଇଁ ଡେଇଁ ବାରମ୍ବାର ସେହି ଏକ କଥା କହିଲା। ରାଜଦୂତମାନେ ଆଶ୍ଚର୍ଯ୍ୟ ହୋଇ ତା କଥା ଶୁଣିଲେ, କିନ୍ତୁ କାଳେ ରାଜା କିଛି ମନେ କରିବେ ସେଥିପାଇଁ ସେମାନେ ବି ନୀରବ ରହିଲେ। ରାଜଦୂତମାନେ ଅତିଥି ନିବାସକୁ ଚାଲିଯିବା ମାତ୍ରେ ରାଜା ଓ ପାଖ ଲୋକ ଗୁଣ୍ଡୁଚିକୁ ଖୋଜିବା ପାଇଁ ଲାଗି ପଡ଼ିଲେ, କିନ୍ତୁ ବୃଥାରେ। କ୍ରୁଦ୍ଧ ରାଜା ରାତିରେ ଭଲ ଭାବରେ ଶୋଇପାରିଲେ ନାହିଁ। ପ୍ରଭାତ ହେଲା। ସବୁଦିନ ସକାଳେ ଦୀନ ଦୁଃଖୀଙ୍କୁ ଦାନ ଦେବା ରାଜାଙ୍କର ପ୍ରଥମ କାମ ଥିଲା। ସେଦିନ ସେ ଦାନ ଦେଉଛନ୍ତି। ଏତିକି ବେଳେ ଗୁଣ୍ଡୁଚି ଅଳ୍ପ ଦୂରରେ ଦେଖା ଦେଇ ବୋଲିଲା, ମୋହରି ଧନେ ଜାଣୁ ଦୁନିଆ, ରାଜା ଦେଖାଏ ଦାତା ପଣିଆ। ରାଜା ଗୁଣ୍ଡୁଚିକୁ ଗିରଫ କରିବା ପାଇଁ ହୁକୁମ ଦେଲା ବେଳକୁ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ରାଜା ଦାନ୍ତରେ ଦାନ୍ତ ଚିପି ଅନ୍ୟ କାମରେ ମନ ଦେଲେ। କିଛି ସମୟ ପରେ ରାଜା ଭୋଜନ କରିବାକୁ ବସୁଛନ୍ତି। ଏତିକି ବେଳେ ଗୁଣ୍ଡୁଚି ଝରକା ସେପଟରୁ ଉଙ୍କି ମାରି ବୋଲିଲା, ଦେଖ ହୋ, ରାଜା ମାରୁଚି ମଜା, ମୋ ଧନେ ଖାଇ ରାବିଡ଼ି ଖଜା। ରାଜାଙ୍କୁ ଏଡ଼େ ଖରାପ ଲାଗିଲା ଯେ ସେ କଣାଏ ବି ଖାଦ୍ୟ ପାଟିରେ ଦେଇପାରିଲେ ନାହିଁ। ପରିଚାରକ ଓ ପରିଚାରିକାମାନେ ଚାରିଆଡ଼େ ଧାଁ ଦୌଡ଼ କଲେ ଗୁଣ୍ଡୁଚିକୁ ଧରିବା ପାଇଁ, କିନ୍ତୁ ଗୁଣ୍ଡୁଚିର ଲାଞ୍ଜ ବି ମିଳିଲା ନାହିଁ। ରାତିରେ ଭୋକିଲା ରାଜା ଖାଇବାକୁ ବସୁଛନ୍ତି। ଗୁଣ୍ଡୁଚି ସିଧା ତାଙ୍କ ଆଗକୁ ଆସି ସେହି ଗୀତଟି ବୋଲିଦେଲା। ରାଜା ତାଙ୍କ ଜୀବନରେ କେବେ ନିଜକୁ ଏଡ଼େ ଅସହାୟ ମଣି ନଥିଲେ। ସେ ଗୁଣ୍ଡୁଚିର ପଇସାଟି ବାହାର କରି ତା ଆଡ଼କୁ ଫୋପାଡ଼ି ଦେଲେ। ଗୁଣ୍ଡୁଚି ସଙ୍ଗେ ସଙ୍ଗେ ସେଇଟିକୁ ଗୋଟାଇ ନେଲା। ରାଜା ଭାବିଲେ, ଏଥର ଗୁଣ୍ଡୁଚି ଦାଉରୁ ତ୍ରାହି ମିଳିବ। କିନ୍ତୁ ହାୟ, ଗୁଣ୍ଡୁଚି ବୋଲିଲା, ମୁଁ ବୀର ଗୁଣ୍ଡୁଚି ମୂଷା, ଜୟ ଜୟ ମୋର। ସାରା ଦୁନିଆକୁ ମୁହିଁ କହିବି ଏଥର, ମୋ ବୁଦ୍ଧି ମୋ ବାହୁବଳେ ହୋଇ ଭୟଭୀତ। ଫେରାଇଲେ ଅବଶେଷ ରାଜା ମୋର ବିତ୍ତ। ଏହା ଶୁଣି ରାଜା ପାଗଳ ପ୍ରାୟ ହୋଇ ଗୁଣ୍ଡୁଚିକୁ ଧରିବାକୁ ଦୌଡ଼ିଲେ। ଅନ୍ୟମାନେ ବି। କିନ୍ତୁ ଗୁଣ୍ଡୁଚି ଆଖି ପଲକରେ କୁଆଡ଼େ ଲୁଚିଗଲା।
ରାତିସାରା ପ୍ରାସାଦର ବିଭିନ୍ନ ସ୍ଥାନରୁ ଗୁଣ୍ଡୁଚି କଣ୍ଠରୁ ତାର ଏଇ ଶେଷ ଭଣିତାଟି ଶୁଣାଗଲା। ରାଜା ଆଉ ଶୋଇବେ କ'ଣ? ସକାଳେ ମନ୍ତ୍ରୀଙ୍କୁ ଡକାଇ ରାଜା କହିଲେ, ମୁଁ ଭାବୁଛି ମୋର ସମସ୍ତ ସୈନ୍ୟବାହିନୀଙ୍କୁ ଲଗାଇ ରାଜ୍ୟ ସାରା ଗୁଣ୍ଡୁଚି ମୂଷାମାନଙ୍କୁ ନିପାତ କରିବି। ବୃଦ୍ଧ ମନ୍ତ୍ରୀ କହିଲେ, ମହାରାଜ, ମୁଁ ଆପଣଙ୍କ ଦୁଃଖ ଭଲ ଭାବରେ ବୁଝୁଛି, କିନ୍ତୁ ମୋ କଥା ଟିକେ ଧୈର୍ଯ୍ୟ ଧରି ଶୁଣନ୍ତୁ। ଏ ରାଜ୍ୟର ଦୁର୍ଗମ ଅରଣ୍ୟ ମଧ୍ୟରେ ଶତ ଶତ ପାହାଡ଼ ପର୍ବତ ଗହନରେ କୋଷ କୋଷ ବ୍ୟାପୀ ଗାଁ ଗଣ୍ଡା ଅପନ୍ତରା ଭିତରେ ଅସୁମାରୀ ଗୁଣ୍ଡୁଚି ଅଛନ୍ତି। ସୈନ୍ୟମାନେ ଯେ ସମସ୍ତ ଗୁଣ୍ଡୁଚିକୁ ମାରିବାକୁ ସକ୍ଷମ ହେବେ ସେ କଥା କିଏ କହିପାରିବ? ପୁଣି ଆମ ରାଜ୍ୟର ସମସ୍ତ ଗୁଣ୍ଡୁଚି ମଲେ ବି ପ୍ରତିବେଶୀ ରାଜ୍ୟମାନଙ୍କରୁ ଶହ ଶହ ଗୁଣ୍ଡୁଚି ପଶି ଆସିପାରନ୍ତି। ତା ଛଡ଼ା ଆମ ସୈନ୍ୟମାନେ ବଡ଼ ବଡ଼ ଯୁଦ୍ଧ କରିବାରେ ଅଭ୍ୟସ୍ତ। ସାଧାରଣ ଗୁଣ୍ଡୁଚି ନିଧନ କାମରେ ସେମାନଙ୍କୁ ଲଗାଇଲେ ସେମାନେ କ'ଣ ମନେ କରିବେ? ଆହୁରି ଦେଖନ୍ତୁ, ସବୁ ଗୁଣ୍ଡୁଚି ମରା ହେବା ପରେ ବି ଯଦି ଏଇ ଦୁଷ୍ଟ ଗୁଣ୍ଡୁଚିଟା କୌଣସି ପ୍ରକାରରେ ବଞ୍ଚି ରହିବ, ତେବେ ଆମର ସମଗ୍ର ଅଭିଯାନ ବ୍ୟର୍ଥ ହେଲା ବୋଲି ଜାଣିବାକୁ ହେବ। ତା ଛଡ଼ା ଭବିଷ୍ୟତରେ ଇତିହାସ ଶ୍ରେଣୀର ଛାତ୍ରମାନେ ଆପଣଙ୍କ ବିଷୟରେ କ'ଣ ପଢ଼ିବେ? ଅମୁକ ରାଜା ତାଙ୍କର ବିଶାଳ ସୈନ୍ୟବାହିନୀକୁ ଧରି ଗୁଣ୍ଡୁଚିମାନଙ୍କ ସହିତ ଯୁଦ୍ଧ କରିଥିଲେ। ରାଜା ବଡ଼ କରୁଣ କଣ୍ଠରେ କହିଲେ, ମୁଁ ତେବେ କ'ଣ କରିବି? ମନ୍ତ୍ରୀ କହିଲେ, ଗୁଣ୍ଡୁଚି କଥାରେ କେବେ କାନ ଦିଅନ୍ତୁ ନାହିଁ, ତାକୁ ଖାତିର କରନ୍ତୁ ନାହିଁ। ପ୍ରଥମେ ଯେଉଁଦିନ ଗୁଣ୍ଡୁଚିଟି ବଗିଚାରେ ଆପଣଙ୍କ ଆଗରେ ବଡ଼େଇ କଲା, ସେଦିନ ଯଦି ଆପଣ ବିରକ୍ତ ନ ହୋଇ ତା କଥାକୁ ଉପଭୋଗ କରିଥାନ୍ତେ କିମ୍ବା ଅତ୍ୟନ୍ତ ଚୁପ୍ ରହିଯାଇଥାନ୍ତେ, ତେବେ ଆପଣଙ୍କୁ ଏତେ ଯନ୍ତ୍ରଣା ଭୋଗିବାକୁ ପଡ଼ିନଥାନ୍ତା। ଯାହା ହେବାର ହେଲାଣି, ଆପଣ ଏବେ ବି ଆପଣଙ୍କ ଦୃଷ୍ଟିକୋଣ ବଦଳାଇ ପାରନ୍ତି। କିଛି ସମୟ ପରେ ଯେତେବେଳେ ଗୁଣ୍ଡୁଚିଟି ଆସି ରାଜା ତାଙ୍କୁ ଡରିମରି ତାର ବିତ୍ତ ଫେରାଇ ଦେଇଛନ୍ତି ବୋଲି ଭଣିତା ବୋଲିଲା, ସେତେବେଳେ ରାଜା ହସି ହସି କହିଲେ, ଏକଥା ଜାଣେ ନା କିଏ? ଗୁଣ୍ଡୁଚି ମୂଷିକ ଅର୍ଥରେ ବୁଦ୍ଧିରେ ଅଟେ ରାଜାଠୁ ଅଧିକ, ଜେହ୍ନେ ଅଟେ କୁକୁଡ଼ାର ହାଇର ଆକାର, ବିଶାଳ ସମୁଦ୍ରଠାରୁ ନିଶ୍ଚେ ଦୀର୍ଘତର। ଗୁଣ୍ଡୁଚି ଏହା ଶୁଣି ଏଡ଼େ ଖୁସି ହୋଇଗଲା ଯେ ରାଜାଙ୍କ ଚାରିପଟେ ବହେ ନାଚିଲା। ତାପରେ ଡେଇଁ ଡେଇଁ ଯାଇ କୁଆଡ଼େ ଅଦୃଶ୍ୟ ହୋଇଗଲା। ଆଉ ତାର ଦେଖା ମିଳିଲା ନାହିଁ। ସନ୍ଧ୍ୟା ବେଳକୁ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ, ବାସ୍ତବିକ ତୁମେ କେଡ଼େ ସତ କଥା କହୁଥିଲ। ଗପଟି ସରିଲା। Thanks for watching. If you like our videos, like, share and subscribe.